ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। କହିଲେ ପାରସ୍ପରିକ ବିଶ୍ୱାସ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ 50 ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍ପରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ମସିହାରେ ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର 2ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉଡେ କହିଛନ୍ତି, ଜନସଂଖ୍ୟା, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ, ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷୀୟ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। भारत टैक्सी बनने का सबसे पहला कारण है कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं, भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर। କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4,000ରୁ ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତା ମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ୍ ପରାମର୍ଶ ଦେଇଛନ୍ତି। କୋଲକାତାର ତାରତାଲା ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି, ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି, କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭ୍ୟାନ୍ସ କହିଛନ୍ତି, ଇରାନ୍ ଅସ୍ତ୍ରବିରତି ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜି'ର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା 2 ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ 3 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ କହିଲେ, ପାରସ୍ପରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ସମ୍ବାଦ ଶେଷ ହେଲା।